ସ୍ୱାଗତ କରୁଛି ଆପଣମାନଙ୍କୁ ଆମ ଚ୍ୟାନେଲ କଥାମୃତକୁ। ନିଆଁ ଲଗାଇବା ଆଗରୁ ଆଉ ଥରେ ଭଲ କରି ଦେଖିନେଲି ମୋର ଝାଟିମାଟି କୁଡ଼ିଆର ସବୁ କୋଣକୁ। ନା କାହାର ବରାତି ଲଙ୍ଗଳ ଜୁଆଳି ରହିଯାଇ ନାହିଁ ମୋ ପାଖରେ। 2 ଦିନ ହେଲା ଆଖପାଖ ଗାଁର ଘର ଘର ବୁଲି ଦେଖି ଆସିଛି ମୋ ହାତରେ ନିର୍ମିତ ଶେଷ ଲଙ୍ଗଳ ଜୁଆଳିକୁ। ଏହାପରେ ଆଉ କେହି ଖୋଜିବେନି ମୋତେ। କାହିଁକି କିଏ ଖୋଜିବ ଜଣେ ଅନାମଧେୟ ବୃଦ୍ଧ ମହାରଣାକୁ, ଯିଏ ଅକସ୍ମାତ୍ ଅକାରଣରେ ପହଞ୍ଚି ଯାଇଥିଲା ଜମ୍ବୁଦ୍ୱୀପର ପୂର୍ବତଟର ଏହି ବାଲିବନ୍ତରେ। ମୁଁ ଆଜି ଯାଏଁ ସମସ୍ତଙ୍କ ପାଇଁ ନାମହୀନ ଥିଲି ଓ ରହିବି। ଜାଣିଶୁଣି ବର୍ଦ୍ଧିତ କେଶ, ସୂକ୍ଷ୍ମ ଓ ଆଖିର ଲେଞ୍ଜରା ଭିତରେ ମୁଁ ଆଜି ଯାଏ ଲୁଚାଇ ଆସିଛି ନିଜର ପରିଚୟ। କୁଡ଼ିଆର ଅନ୍ଧାରୁଆ କୋଣର ପରଦାରେ ମୁଁ ମୋ ତୀକ୍ଷ୍ଣ ନୟନର ଆଭାକୁ ଲୁଚାଇଥିଲି। ଜଣେ ସାଧାରଣ ବଢ଼େଇ ଭାବେ ବଞ୍ଚି ମୁଁ ତ୍ୟାଗ କରିବାକୁ ଚେଷ୍ଟା କରିଥିଲି ମୋ ସ୍ଥାପତ୍ୟ କଳାର ଉତ୍କର୍ଷ ଓ ଅହଙ୍କାରକୁ। ଆଉ ଲୁଚାଇ ପାରିବିନି ନିଜକୁ। ମୁଁ ସଂସାରକୁ ଦେବି ସୃଜନତାର ଶ୍ରେଷ୍ଠ ନିଦର୍ଶନ। ସଂସାର ମୋତେ ବାଧ୍ୟ କରୁଛି, ଏଥିପାଇଁ ମୁଁ ବି ଏ ସୁଯୋଗ ଛାଡ଼ିବିନି। ଆଜି ମୁଁ ବୁଝିପାରୁଛି ମୋର ଜନ୍ମ ଓ ଜୀବନର ଉଦ୍ଦେଶ୍ୟ ଥିଲା ଏହି ବହୁ ପ୍ରତୀକ୍ଷିତ ସୃଷ୍ଟି କରିବାର ସୁଯୋଗ। ହୁଏତ ଏଇଥିପାଇଁ ମୁଁ ବଞ୍ଚି ରହିଛି ଏତେ କାଳ। କାଳର ସ୍ରୋତରେ କେବେଠୁ ବୋହିଯାଇଛି ମୋର ସ୍ଥପତି ହେବାର ଅହଙ୍କାର। ପିଲାଦିନଠାରୁ ଖୋଜି ଚାଲିଥିଲି ଚିରନୂତନ ସୁନ୍ଦର ସୃଷ୍ଟି କରିପାରିବାର କଳା। ପିତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ଗୁରୁମାନଙ୍କଠାରୁ ଶିଖିଥିଲି ମୂର୍ତ୍ତି ନିର୍ମାଣ, ଚିତ୍ରକଳାଠାରୁ ଆରମ୍ଭ କରି ଭବନ ଓ ମନ୍ଦିର ନିର୍ମାଣ କରିବାର କୌଶଳ। ହେଲେ ମୋ ମନ ସନ୍ତୁଷ୍ଟ ହୋଇନଥିଲା। ଚରମ ସ୍ରଷ୍ଟା ହେବାର ଆକାଂକ୍ଷା ମୋ ଭିତରେ ଭରି ଦେଇଥିଲା ଏକ ପ୍ରକାର ଚିରନ୍ତନ ଶୂନ୍ୟତା। ଏହି ଶୂନ୍ୟତାକୁ ପୂର୍ଣ୍ଣତାରେ ପରିବର୍ତ୍ତିତ କରିବାର ଆଶାରେ ଆରମ୍ଭ ହୋଇଥିଲା ମୋର ଅନ୍ୱେଷଣ। ଶ୍ରେଷ୍ଠ ସ୍ରଷ୍ଟା ହେବାର ଲୋଭରେ ମୁଁ ଖୋଜିବାକୁ ଆରମ୍ଭ କରିଥିଲି ସୃଷ୍ଟିର ବୀଜମନ୍ତ୍ରକୁ। ପରିବ୍ରାଜକ ଭାବେ ଏହାକୁ ଖୋଜିଥିଲି ହିମାଳୟର ଉଦୁଙ୍ଗ ଶାନ୍ତିଠାରୁ ଆରମ୍ଭ କରି କୁମାରିକାର ସାଗର ତରଙ୍ଗମାନଙ୍କ କୋଳାହଳ ମଧ୍ୟରେ। ଶେଷରେ ଦେହ ଓ ମନ ଅବଶ ହୋଇଯାଇଥିଲା ଏକ ନୀରବ ସହାୟତାରେ। ଠିକ୍ ସେତିକି ବେଳେ ମନର ଅନ୍ଧାରି ଗହ୍ୱରରେ ଖୋଲି ଯାଇଥିଲା ଏକ ଆଲୋକର କବାଟ। ବୁଝିପାରିଥିଲି ମୁଁ କେଡ଼େ ବଡ଼ ଭୁଲ କରିଛି। ମୁଁ ଖୋଜିନି ସଂସାରର ସବୁଠାରୁ ବଡ଼ ସୃଷ୍ଟି ଜୀବନକୁ। ବୁଝିନି ଜୀବନର ସୃଷ୍ଟି ଓ ଏହାର ସ୍ରଷ୍ଟାକୁ। ମୋର ପରବର୍ତ୍ତୀ ଅନ୍ୱେଷଣ ଆରମ୍ଭ ହୋଇଥିଲା ମୋ ନିଜ ଭିତରେ। ନିଜର ସୃଷ୍ଟି ଓ ସ୍ରଷ୍ଟାକୁ ବୁଝିବା ପାଇଁ ଧ୍ୟାନର ପିଣ୍ଡରୁ ମୁଁ ଲମ୍ବ ଦେଇଥିଲି ପିଣ୍ଡାତୀତ ଚିରନ୍ତନ ଶାନ୍ତିର ସାଗରକୁ। ନିମିଷକେ ସବୁ ବଦଳି ଯାଇଥିଲା। ଆଖି ଖୋଲିଲା ବେଳକୁ ସଂସାର ମୋ ପାଇଁ ତା ରୂପ ବଦଳାଇ ସାରିଥିଲା। ମୋତେ ଆଉ ସୁନ୍ଦରତା ଖୋଜିବା ଦରକାର ନଥିଲା। ମୋ ପାଇଁ ସବୁକିଛି ହୋଇଯାଇଥିଲା ସୁନ୍ଦର। ସ୍ରଷ୍ଟା ଓ ସୃଷ୍ଟିର ବିଭେଦ ଦୂରେଇ ଯାଇଥିଲା। ମନ୍ଦିରର ସୁଦୃଶ୍ୟ ପ୍ରତିମାଠାରୁ ଆରମ୍ଭ କରି ନର୍ଦ୍ଦମାର କୀଟ ମଧ୍ୟରେ ମୁଁ ଅନୁଭବ କରିଥିଲି ଚିରନ୍ତନ ସର୍ବଶକ୍ତିମାନ ସର୍ବନିୟନ୍ତା ସ୍ରଷ୍ଟାର ସର୍ବବ୍ୟାପକତା। ସ୍ରଷ୍ଟା ହେବାର ଅହଙ୍କାର ଓ ଆକାଂକ୍ଷା ମରିଯାଇଥିଲା ମୋ ଭିତରେ। ସବୁକିଛି ଭିତରେ ଆନନ୍ଦମୟ ସୁନ୍ଦରତାକୁ ଅନୁଭବ କରୁଥିବା ବ୍ୟକ୍ତିଟିଏ ଅଲଗା ଭାବେ ଅନ୍ୟ କିଛି ସୁନ୍ଦର ସୃଷ୍ଟି କରିବାର ବୃଥା ଆସ୍ପର୍ଦ୍ଧା କରିପାରିବ ବା କିପରି? ଜୀବନର ଆଉ କିଛି ଖୋଜିବାକୁ ନଥିଲା, ଆଉ କିଛି ନଥିଲା ପାଇବାକୁ। ନିଶ୍ୱାସ ଚାଲୁଥିବା ଯାଏ ଶରୀରକୁ କେବଳ ବଞ୍ଚାଇ ରଖିବାକୁ ଥିଲା। ଖୋଜିଥିଲି ଜନବସତିଠାରୁ ଦୂରରେ ଏପରି ଏକ ସ୍ଥାନ ଯାହାର ଶାନ୍ତ ପରିବେଶରେ ମୁଁ ଭୁଲାଇ ପାରିବି ମୋ ପାର୍ଥିବ ପରିଚୟ। ଜମ୍ବୁଦ୍ୱୀପର ପୂର୍ବ ଉପକୂଳରେ ଅବସ୍ଥିତ କଳିଙ୍ଗ ରାଜ୍ୟର ସମୁଦ୍ର କୂଳରେ ଖୋଜିଥିଲି ଏପରି ଏକ ସ୍ଥାନ। ସେଠାରେ ସମୁଦ୍ର ଲହରୀ ପାଦ ଧୋଉଥିଲା ଏକ ବିରାଟ ବାଲୁକା ପର୍ବତର। ଏହି ବାଲୁକା ପର୍ବତ ପଛପାଖ ବନ୍ତରେ ମୁଁ ତିଆରି କରିଥିଲି ମୋ ଛୋଟ କୁଡ଼ିଆଟିକୁ। ଆଖପାଖରେ ଥିଲେ କିଛି ଛୋଟ ଛୋଟ ଗ୍ରାମ। ସେମାନଙ୍କର ସ୍ଥପତି କି ମୂର୍ତ୍ତିକାର ଦରକାର ନଥିଲେ। ସେମାନଙ୍କ ପାଇଁ ଆବଶ୍ୟକ ଥିଲା ଜଣେ ସାଧାରଣ ମହାରଣା, ଯିଏ ତାଙ୍କ ପାଇଁ ଲଙ୍ଗଳ ଜୁଆଳି ମରାମତି ଓ ନିର୍ମାଣ କରିପାରିବ।
ପ୍ରଥମ ଥର ପାଇଁ ମୁଁ ନିଜ ଇଚ୍ଛାରେ ନୁହେଁ, ଅନ୍ୟମାନଙ୍କ ଇଚ୍ଛାରେ ନିଜକୁ ପରିବର୍ତ୍ତିତ କଲି। ସେମାନେ ହୋଇଗଲେ ସ୍ରଷ୍ଟା, ମୁଁ ହୋଇଗଲି ସେମାନଙ୍କ ସୃଷ୍ଟ ବଢ଼େଇ। ହେଲେ ଗତ 1 ବର୍ଷ ହେଲା ମୋର ଓ ମୋ ଆଖପାଖର ଶାନ୍ତ ପରିବେଶର ଶାନ୍ତି ଭଙ୍ଗ ହୋଇଛି। ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ନିଜ ରାଜପରିବାର, ମନ୍ତ୍ରୀ, ଅମାତ୍ୟମାନଙ୍କ ସହ ପହଞ୍ଚିଛନ୍ତି ଏହି ତଥାକଥିତ ଅପନ୍ତରା ରାଇଜରେ। ମୁଁ ରହୁଥିବା ବାଲିବନ୍ଧ ଉପରେ ଏକ ବିରାଟ ବାଲୁକା ପର୍ବତଟିକୁ ସେମାନେ ଅକ୍ତିଆର କରିନେଇଛନ୍ତି। ତାହା ଉପରେ ନିର୍ମାଣ କରିଚାଲିଛନ୍ତି ଏକ ପ୍ରସ୍ତରର ମନ୍ଦିର। ଲୋକେ କୁହାକୁହି ହେଉଛନ୍ତି, ଏଥିପାଇଁ କୁଆଡ଼େ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ହୋଇଛି। ବୁଝିପାରୁନି, ଜାଗ୍ରତ ଅବସ୍ଥାର ସତ୍ୟ ଅପେକ୍ଷା ସ୍ୱପ୍ନର ଛାୟାଚିତ୍ର ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ କିପରି। ସୁଦୂର ବିନ୍ଧ୍ୟ ପର୍ବତରୁ ପଥର ଅଣାଇ ଏଠାରେ ମନ୍ଦିର ନିର୍ମାଣ ଚାଲିଛି। ଏମାନେ କ'ଣ ବୁଝିପାରୁନାହାନ୍ତି? ଏଠାରେ ଥିବା ପ୍ରତି ବାଲୁକା କଣିକା ମଧ୍ୟରେ ଚିରନ୍ତନ ସ୍ରଷ୍ଟାର ପ୍ରସ୍ତରକୁ ବାଲୁକାରେ ପରିବର୍ତ୍ତିତ କରିବାର ହଜାର ହଜାର ବର୍ଷର ସୁନ୍ଦର ପ୍ରଚେଷ୍ଟାକୁ। ମନ୍ଦିର ନିର୍ମାଣ କରୁଥିବା ସ୍ଥପତିମାନେ କହୁଛନ୍ତି, ଏହି ମନ୍ଦିରରେ ସ୍ଥାପିତ ହେବେ ସ୍ୱୟଂ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ। ବ୍ରହ୍ମସ୍ୱରୂପ ଜଗନ୍ନାଥ, ଏହା ତ ସମସ୍ତଙ୍କ ଭିତରେ ଲୁଚି ରହିଥିବା ଏକ ଚିରନ୍ତନ ଅନୁଭବ। ମନର ପରଦା ଆଡ଼େଇ ଦେଲେ ଯେଉଁ ଅନୁଭବର ଆଭାସ ସମସ୍ତଙ୍କ ପାଇଁ ସୁଲଭ, ତାହାକୁ ପ୍ରତୀକ ରୂପରେ ମନ୍ଦିରର ଗମ୍ଭୀର ଭିତରେ ବନ୍ଦୀ କରିପାରିବାର ପ୍ରଚେଷ୍ଟା ରାଜାଙ୍କର ଅହଙ୍କାରର ଆସ୍ଫାଳନ ନୁହେଁ କି? କିଛି ବର୍ଷ ତଳେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦୂତମାନେ ଖୋଜିଥିଲେ ପାଖ ବଣରେ ରହୁଥିବା ଶବରମାନଙ୍କ ଆରାଧ୍ୟ ନୀଳମାଧବ ବିଗ୍ରହକୁ। ଏହାକୁ ନ ପାଇବାରୁ ଆଜି ରାଜା ଚେଷ୍ଟିତ ସଂସାରର ଅନନ୍ୟ ବିଗ୍ରହ ନିର୍ମାଣ କରି ନିଜ ନିର୍ମିତ ମନ୍ଦିରରେ ସ୍ଥାପିତ କରିବାକୁ। ଏବେ କିଛି ଦିନ ତଳେ ସମୁଦ୍ରର ଲହରୀରେ ଭାସି ଆସିଛି ଏକ ବିରାଟ କାଷ୍ଠ। ସ୍ରଷ୍ଟାକୁ ଅଲୌକିକତା ଛଡ଼ା ଅନ୍ୟ କେଉଁଠାରେ ଅନୁଭବ କରିପାରୁନଥିବା ରାଜା ଓ ତାଙ୍କ ଅମାତ୍ୟମାନେ ଏହି ସାଧାରଣ ଘଟଣାରେ ବି ଦେଇଛନ୍ତି ଅଲୌକିକତାର ପୁଟ। ସେମାନଙ୍କ ନଜରରେ ଏହା ବ୍ରହ୍ମଦାରୁ। ରାଜାଙ୍କ ପାଖରେ ଥିବା ପଣ୍ଡିତ ବ୍ରାହ୍ମଣମାନେ କ'ଣ ଏତିକି ବୁଝାଇ ପାରୁନାହାନ୍ତି ଯେ କେବଳ ଏହି ଦାରୁଖଣ୍ଡ ନୁହେଁ, ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ରହିଛି ଏକମାତ୍ର ବ୍ରହ୍ମର ଉପସ୍ଥିତି। ଏଥିରୁ ବୁଝି ହେଉଛି, ଶାସକର ପ୍ରତିପତ୍ତି ଆଗରେ ବିଦ୍ୟା ନିଜର କର୍ତ୍ତୃତ୍ୱ ହରାଇ ବସେ। ବିଦ୍ୟା ଓ ବିଦ୍ୱାନ ନିଜ ସ୍ଥିତି ରକ୍ଷା ପାଇଁ ଆଧାର ଖୋଜନ୍ତି, କାରଣ ସେମାନେ ଅନୁଭବ କରିନଥାନ୍ତି ନିଜ ସୃଷ୍ଟିର ଆଧାରକୁ। କେଉଁ ମୂର୍ତ୍ତିକାର ବା ସାହସ କରିବ ଏଭଳି ରୁଦ୍ଧ ମାନସିକତାର ପରିବେଶରେ ଏହି ଖିଆଲି ରାଜାଙ୍କ ପାଇଁ ତଥାକଥିତ ବ୍ରହ୍ମଦାରୁରୁ ଜଗନ୍ନାଥ ବିଗ୍ରହ ନିର୍ମାଣ କରିବାକୁ? ତେଣୁ ମୂର୍ତ୍ତିକାରମାନେ ବିଭିନ୍ନ ବାହାନା ଦେଖାଇ ନିଜକୁ ମୂର୍ତ୍ତି ନିର୍ମାଣରୁ ଦୂରେଇ ଚାଲିଛନ୍ତି। ଗତ ସପ୍ତାହରେ ଗାନ୍ଧାର, ଅଙ୍ଗ ଓ କାଞ୍ଚିରୁ ଆସିଥିବା 3 ଜଣ ବିଖ୍ୟାତ ମୂର୍ତ୍ତିକାର ବିଜୟା ସେବନ ପାଇଁ ନିର୍ଭୁତ ସ୍ଥାନ ଖୋଜି ଖୋଜି ମୋ କୁଡ଼ିଆରେ ପହଞ୍ଚିଥିଲେ। ମୋ ଶିଳାରେ ବିଜୟା ବାଟି ତାହାକୁ ଆକଣ୍ଠ ପାନ କରି ଗଡ଼ି ଯାଇଥିଲେ କୁଡ଼ିଆର ମାଟି ଚଟାଣ ଉପରେ। ପାଖରେ ମୁଁ ବାରିଶିରେ ଛେଲି ଚାଲିଥିଲି ଲଙ୍ଗଳ ତିଆରି ପାଇଁ ଏକ କାଷ୍ଠଖଣ୍ଡ। ମୋତେ ବି ଚକେ ବିଜୟା ଯାଚିଥିଲେ। ମୁଁ ମନା କରି କହିଥିଲି, ମୋ ପାଇଁ ପ୍ରାଣର ନିଶା ଯଥେଷ୍ଟ। ଏଠାରେ ବିଗ୍ରହ ନିର୍ମାଣ କରିବା ନିଜ ଜୀବନକୁ ପାଣି ଛଡ଼ାଇବା ଛଡ଼ା ଆଉ କିଛି ନୁହେଁ, କହିଥିଲେ ଅଙ୍ଗର ମୂର୍ତ୍ତିକାର ସୋମଦେବ, କାଞ୍ଚିର ମାର୍ତ୍ତଣ୍ଡନାଥ ଓ ଗାନ୍ଧାରର ଚିତ୍ରସେନ। ସୋମଦେବଙ୍କ କଥାରେ ମୁଣ୍ଡ ହଲାଇଥିଲେ। ଚିତ୍ରସେନ କହିଥିଲେ, ରାଜା ନିଜେ ଜାଣନ୍ତି ନାହିଁ ଜଗନ୍ନାଥ ନାମରେ ସେ ଯେଉଁ ବିଗ୍ରହ କରିବାକୁ ଚାହୁଁଛନ୍ତି ଆମେ ତିଆରି କରିବା କ'ଣ। ସେ ଚାହାନ୍ତି ଏପରି ବିଗ୍ରହ ଯାହା କାଳ କାଳ ପାଇଁ ସାରା ସଂସାର ପାଇଁ ଜଗନ୍ନାଥଙ୍କ ପ୍ରତିକୃତି ହେବ। ଗୋଟିଏ ବା 2-3ଟି ବିଗ୍ରହରେ କ'ଣ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ? ରାଜା ଖୋଜୁଥିବା ନୀଳମାଧବଙ୍କୁ ବିଷ୍ଣୁ ରୂପରେ ନିର୍ମାଣ କଲେ ତାହା କ'ଣ ଶୈବ, ସୌର ଓ ଶାକ୍ତମାନଙ୍କ ଜଗନ୍ନାଥ ହୋଇପାରିବ? ଆଉ କିଛି ନିର୍ମାଣ କଲେ ଆଉ କିଛିଙ୍କ ମନକୁ ପାଇବ ନାହିଁ।
ମୂର୍ତ୍ତି ରାଜାଙ୍କ ମନକୁ ନ ପାଇଲେ ମୁଣ୍ଡ କାଟ ଭୟ ଅଛି। ନା ବାବା ନା, ଏ ଜଗନ୍ନାଥ ବିଗ୍ରହ ନିର୍ମାଣ ନାଁରେ ନିଜ ପୈତୃକ ପ୍ରାଣକୁ ଛଡ଼ାଇ ହେବନି। ତେଣୁ ମୁଁ ଜାଣିଶୁଣି କହିଥିଲି, ଏ ଦାରୁଖଣ୍ଡ ମୋ ହାତ ହତିଆର ଭେଦ କରିପାରୁନି। ଆଉ ପିଣ୍ଡ ଛଡ଼ାଇଥିଲି ଏ ଅଜବ ପରିବେଶରୁ। ବର୍ଣ୍ଣନା କରିଚାଲିଥିଲେ ମାର୍ତ୍ତଣ୍ଡନାଥ। ହଁ, କି ଅଜବ ସଂଯୋଗ! ଠିକ୍ ଏକା କଥା କରିଛୁ ଆମେ ଦୁଇଜଣ। କଥାରେ କଥା ମିଶାଇଥିଲେ ଚିତ୍ରସେନ ଓ ସୋମଦେବ। ରାଣୀଟା ଆହୁରି ବାୟାଣୀ। ପଚାରିଲା, ମୂର୍ତ୍ତିକାର ଭାବେ ଏତେ ଦିନର ଅଭିଜ୍ଞତା ପରେ ତୁମେ ଜଗନ୍ନାଥ ସୃଷ୍ଟି କରିପାରିବନି? କହିଲେ ସୋମଦେବ। ଆରେ ଆଜିଯାଏ ଆମେ ଅନ୍ୟର ଆକାଂକ୍ଷା ଓ ଭକ୍ତିକୁ ନିଜ ନିଜ ନିହାଣରେ ମୂର୍ତ୍ତିମନ୍ତ କରିଛୁ। ଆମେ ସମସ୍ତଙ୍କ ମନର ଜଗନ୍ନାଥଙ୍କ ସମଷ୍ଟିକୁ ଚିହ୍ନିବୁ କିପରି? କହିଲେ ସେ। କେହି ମିଳିବେନି ସମସ୍ତଙ୍କ ମନକୁ ସନ୍ତୁଷ୍ଟ କରିପାରୁଥିବା ଜଗନ୍ନାଥ ବିଗ୍ରହ ତିଆରି କରିବାକୁ। ଯଦି ମିଳିବେ ଏ ବୁଢ଼ା ଭଳି କେଉଁ ମୂର୍ଖ ମହାରଣା। ମୋ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଅଟହାସ୍ୟ କଲେ ମାର୍ତ୍ତଣ୍ଡନାଥ। ଏ ବୁଢ଼ା ଜଗନ୍ନାଥ ତିଆରି କରିବୁ? ବହୁତ ଅର୍ଥ ମିଳିବ, ଜୀବନ ବଦଳିଯିବ। ତିନି ଜଣଙ୍କ ଶାଣିତ ବ୍ୟଙ୍ଗ ନିକ୍ଷେପ ହେଲା ମୋ ଆଡ଼େ। ମୋ ଭିତରର ସ୍ରଷ୍ଟା ଚୁପ୍ ରହିପାରିଲାନି। ହଁ, ମୁଁ ତିଆରି କରିପାରିବି ଜଗନ୍ନାଥ, କାରଣ ମୁଁ ଜାଣିଛି ସ୍ରଷ୍ଟା ଓ ସୃଷ୍ଟିକୁ। ଗୁଣୁଗୁଣୁ ହୋଇ କହି ପକାଇଲି ମୁଁ। ବାଚାଳ ବୃଦ୍ଧକୁ ବିନା ବିଜୟରେ ନିଶା ହୋଇଗଲାଣି। ନିଜକୁ ବିଶ୍ୱକର୍ମା ଭାବୁଛି ନା କ'ଣ? କର୍କଶ ସ୍ୱରରେ ଉତ୍ତର ଦେଲେ ସୋମନାଥ। ମୁଁ ବି ଚୁପ୍ ରହିଲିନି। ଶତସିଂହାର ଅହଙ୍କାରକୁ ନିଜ ଭିତରେ ଅନୁଭବ କଲି। ବର୍ଦ୍ଧିତ ଶ୍ମଶ୍ରୁକୁ ଛିଟିକାଇ କହିଲି, କେବଳ ମୁଁ ନୁହେଁ, ଏ ସଂସାରର ପ୍ରତି କଣିକା ନିଜ ବିଶ୍ୱର କେନ୍ଦ୍ରବିନ୍ଦୁ ଓ ବିଶ୍ୱକର୍ମା। ଚମକି ପଡ଼ିଲେ ତିନି ଜଣ ଯାକ ମୂର୍ତ୍ତିକାର। ଧେତ୍, ବାଚାଳ ବୃଦ୍ଧଟା ନିଶା ଛଡ଼ାଇ ଦେଲା। ହେ ମହାଭାଗ ବିଶ୍ୱକର୍ମା, କାଲି ପ୍ରାତଃ କାଳରେ ଆମେ ଏ ସ୍ଥାନ ଛାଡ଼ୁଛୁ। ଯଦି ପାରିବ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଗନ୍ନାଥ ବିଗ୍ରହ ନାଁରେ 3-4ଟି ଲଙ୍ଗଳ ତିଆରି କରି ଧରାଇ ଦିଅ। ହଁ କହୁ କହୁ ସୋମଦେବ ଚାଲିଗଲେ ଅବଚେତନର କୋଳକୁ। ଚନ୍ଦ୍ରାଲୋକରେ ମୋ ପିଣ୍ଡରେ ବିଜୟର ପ୍ରଭାବରେ ଅଷାଢ଼ ହୋଇ ପଡ଼ିଥିବା 3 ଜଣ ମୂର୍ତ୍ତିକାରଙ୍କ ପ୍ରତି ମୋ ମନରେ ଦୟା ଆସିଲା। ହଁ, ମୁଁ ହିଁ ବିଶ୍ୱକର୍ମା। ମୁଁ ହିଁ ସଂସାରକୁ ଦେବି ଜଗନ୍ନାଥଙ୍କ ବିଗ୍ରହ। ବାଲିବନ୍ତର ବିସ୍ତୀର୍ଣ୍ଣ ନିସ୍ତବ୍ଧତାକୁ ତରଙ୍ଗାୟିତ କଲା ମୋ ହୁଙ୍କାର। ଆଜି ମୁଁ ବାହାରିଛି ଜଗନ୍ନାଥଙ୍କୁ ସୃଷ୍ଟି କରିବା ପାଇଁ। ତେଣୁ ଜଳାଇ ଦେଇଛି ନିଜ ସ୍ଥିତିର ଶେଷ ପ୍ରତୀକ ମୋ କୁଡ଼ିଆଟିକୁ। ବାଲିବନ୍ତରୁ ଦୂରରେ ବାଲୁକା ପର୍ବତ ଉପରେ ନିର୍ମାଣ ହେଉଥିବା ବିଶାଳ ମନ୍ଦିରଟି ଦେଖାଯାଏ। ଆଜି ଯାଏ କେବେ ବି ଇଚ୍ଛା ହୋଇନଥିଲା ଚିରନ୍ତନ ସତ୍ୟକୁ ପ୍ରାଚୀର ମଧ୍ୟରେ ବନ୍ଦୀ କରିବାକୁ କରାଯାଉଥିବା ବୃଥା ପ୍ରୟାସକୁ ଦର୍ଶନ କରିବାକୁ। ଆଜି ମୁଁ ବାହାରିଛି ସେମାନଙ୍କ ଅଜ୍ଞାତର ଅହଙ୍କାର ବିରୁଦ୍ଧରେ ମୋର ନୀରବ ବିଦ୍ରୋହ ପ୍ରଦର୍ଶନ କରିବାକୁ। କେଉଁଠି ଅଛି ଆପଣଙ୍କ ବ୍ରହ୍ମଦାରୁ? ମୁଁ ତିଆରି କରିବି ଜଗନ୍ନାଥ। ମୋର ଶାନ୍ତ ହୁଙ୍କାରରେ ନିସ୍ତବ୍ଧ ହୋଇଗଲା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭା। ଅବିଶ୍ୱାସ, ବ୍ୟଙ୍ଗ ଓ ଆଶାର ମିଳିତ ରଙ୍ଗରେ ରଙ୍ଗୀନ ଶହ ଶହ ଆଖି ବୁଲିଗଲା ମୋ ଆଡ଼କୁ। ମୋର ରୂପଭେକ ସହିତ ମୋର ଆସ୍ପର୍ଦ୍ଧା ମେଳ ଖାଉନଥିଲା। ଇନ୍ଦ୍ରଦ୍ୟୁମ୍ନ କିଛି କହିବା ଆଗରୁ ରାଜସ୍ତବିତ କୃତବିକ୍ରମ ଆକ୍ଷେପ କଲେ, ହେ ବୈଜିଷ୍ଠ, ଆପଣ କ'ଣ ସାଙ୍ଗରେ ଧରୁଥିବା ଏହି କରତ, ବାରିଶି, ବଟାଳି, ମୁଗୁର ଓ ମୋଟା ନିହାଣରେ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରିବେ? ସଂସାରର ସବୁଠାରୁ ଅନନ୍ୟ ବିଗ୍ରହ ନିର୍ମାଣ ପାଇଁ ଆପଣଙ୍କ ପାଖରେ ସୂକ୍ଷ୍ମ ହତିଆର ବି ନାହିଁ। କାହିଁକି ଆପଣ ନିଜକୁ ଓ ରାଜସଭାକୁ ଭ୍ରମିତ କରୁଛନ୍ତି? ମୁଁ କହୁଛି, ମୁଁ ତିଆରି କରିବି। ମୁଁ ଆପଣଙ୍କୁ ଜଗନ୍ନାଥ ଦେଲେ ହେଲା। ଆପଣ ଆଗରୁ ଏତେ ଆଶଙ୍କା କାହିଁକି କରୁଛନ୍ତି? ଉତ୍ତର ଦେଲି ମୁଁ। ରାଜସଭାରେ କେହି ବାହାରିଲେନି ମୋ ସପକ୍ଷରେ। ହଠାତ୍ କାହିଁକି କେଜାଣି ଇନ୍ଦ୍ରଦ୍ୟୁମ୍ନଙ୍କ ବାମ ପାଖରେ ସିଂହାସନରେ ଉପବିଷ୍ଟ ରାଣୀ ଗୁଣ୍ଡିଚାଙ୍କ ମୁହଁରେ ଖେଳିଗଲା ଏକ ଆଶାର ଚମକ।
ସେ ଫୁସ୍ଫୁସ୍ ହୋଇ ଇନ୍ଦ୍ରଦ୍ୟୁମ୍ନଙ୍କ କାନରେ କିଛି କହିଲେ। ମୁଣ୍ଡ ଟୁଙ୍ଗାରି ସେ ଏକ ଦୀର୍ଘ ନିଶ୍ୱାସ ନେଇ ଇନ୍ଦ୍ରଦ୍ୟୁମ୍ନ ରାଜସଭାକୁ କହିଲେ, ଆଜି ଯାଏ ଜମ୍ବୁଦ୍ୱୀପର କୋଣ ଅନୁକୋଣରୁ ଡକାଯାଇଥିବା ମହାନ ମୂର୍ତ୍ତିକାରମାନେ ସାହସ କରିପାରି ନାହାନ୍ତି ବ୍ରହ୍ମଦ୍ୱାରରୁ ଜଗନ୍ନାଥ ବିଗ୍ରହ ନିର୍ମାଣ କରିବାକୁ। ହେଲେ ଏ ବୃଦ୍ଧ ଶିଳ୍ପୀ ନିଜେ ଆସିଛନ୍ତି ଆମ ପାଖକୁ। ରାଣୀ ଭାବୁଛନ୍ତି ଏହା ଏକ ଦୈବୀ ନିର୍ଦ୍ଦିଷ୍ଟ। ତେଣୁ ସବୁ ଅବିଶ୍ୱାସକୁ ଜଳାଞ୍ଜଳି ଦେଇ ମୁଁ ଏ ବୃଦ୍ଧଙ୍କୁ ଜଗନ୍ନାଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରୁଛି। ଦେଖାଯାଉ ଏହା ପଛରେ ନିୟତିର କି ଆକାଂକ୍ଷା ଅଛି। କିନ୍ତୁ ମୁଁ ବିଗ୍ରହ ନିର୍ମାଣ କରିବି ମୋ ଉପାୟରେ, ମୋ ସର୍ତ୍ତରେ। ଏଥିରେ ଆପଣ ରାଜି? ରାଜା କିଛି କହିବା ଆଗରୁ ରାଣୀ ଗୁଣ୍ଡିଚା ଠିଆ ହୋଇପଡ଼ି କହିଲେ, ହେ ମହାଭାଗ, ମୁଁ ଆପଣଙ୍କୁ ବରଣ କରୁଛି। ଆମେ ଆପଣଙ୍କ ସବୁ ସର୍ତ୍ତରେ ରାଜି। ଆମକୁ କେବଳ ଦରକାର ଜଗନ୍ନାଥଙ୍କ ଦର୍ଶନ। କୁହନ୍ତୁ ଆପଣଙ୍କ ସର୍ତ୍ତ କ'ଣ? ମୁଁ ବିଗ୍ରହ ନିର୍ମାଣ କରିବି ଏକ ନିଃସଙ୍ଗ ଶାନ୍ତ ପରିବେଶରେ। ମୋତେ ବ୍ରହ୍ମଦାରୁ ସହ ଆପଣଙ୍କ ମନ୍ଦିରର ଯଜ୍ଞବେଦୀର ପ୍ରକୋଷ୍ଠରେ ବନ୍ଦ କରିଦେଇ ଯୌମୁଦ ଦିଆ ହେଉ। 21 ଦିନ ପୂର୍ବରୁ କେହି ଏହାର କବାଟ ଖୋଲିବେ ନାହିଁ। ଯଦି ଆପଣ ମୋ କଥାରେ ରାଜି, ତାହେଲେ ମୁଁ ଆରମ୍ଭ କରିବି ଆପଣଙ୍କ ଜଗନ୍ନାଥ ବିଗ୍ରହ ନିର୍ମାଣ। ରାଜି ନ ହେବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ହେଲେ ରାଣୀ ଗୁଣ୍ଡିଚାଙ୍କ ଭିତରେ ଲୁଚି ରହିଥିବା ମାତୃତ୍ୱ ମାନିଲାନି। ପଚାରିଲେ, ଆପଣ 21 ଦିନେ ଖାଇବେ କ'ଣ, ରହିବେ କିପରି? ମା, ମୋ କଥା ଭୁଲି ଯାଆନ୍ତୁ। ଜଗନ୍ନାଥଙ୍କ ସ୍ୱରୂପକୁ ନିଜ ଭିତରେ ଖୋଜି ଚାଲନ୍ତୁ। ମୋର ସ୍ରଷ୍ଟା ମୋ ଦ୍ୱାରା ସୃଷ୍ଟି ହେବାକୁ ଯାଉଛି। ସେ ହିଁ ବୁଝିବ ମୋ କଥା। ଏକଥା କହିଦେଲି ସିନା ଅନୁମାନ କରିପାରିଲି ଗୁଣ୍ଡିଚାଙ୍କ ମାତୃତ୍ୱ ମୋତେ 21 ଦିନ ନିଭୃତତାକୁ ଦେବ ନାହିଁ। ଯଜ୍ଞବେଦୀର ନିଭୃତ କୋଠରୀରେ ବିରାଟ ବ୍ରହ୍ମଦାରୁ ସ୍ୱରୂପ କାଷ୍ଠଖଣ୍ଡ ଆଗରେ ଠିଆ ହୋଇ ଭାବିବାକୁ ଲାଗିଲି। ଏହି କାଷ୍ଠ ବି ଦିନେ ଥିଲା ଜୀବନ୍ତ। ଆଜି କିନ୍ତୁ ଏହା ସଂସାର ପାଇଁ ପୁନର୍ବାର ଜୀବନ୍ତ ହେବା ପାଇଁ ଖୋଜୁଛି ମୋର ସାହାଯ୍ୟ। ହସିଲି। ବାହାରେ ଜଗନ୍ନାଥଙ୍କୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କ ପାଇଁ କାଷ୍ଠଖଣ୍ଡ ମଧ୍ୟରେ ଜଗନ୍ନାଥଙ୍କ ଚିରନ୍ତନ ଜୀବନ ଶକ୍ତିକୁ ଅନୁଭବ କରିବାର ଆଶା ରଖିଥିବା ଏମାନେ ନିଜର ଜୀବନ ସତ୍ତା ଭିତରେ ଜଗନ୍ନାଥଙ୍କ ଉପସ୍ଥିତିକୁ ଅନୁଭବ କରିପାରୁନାହାନ୍ତି କିପରି? ବ୍ରହ୍ମଦାରୁ ପାଖରୁ ଦୂରେଇ ଗଲି। ମୁଗୁର ପିଟି ଚାଲିଲି ଚଟାଣ ଓ କାନ୍ଥରେ। ମୁଁ ଖୋଜୁଥିଲି ଗୋଟିଏ ଦୁର୍ବଳ ଫମ୍ପା ସ୍ଥାନ, ଯେଉଁଠାରୁ ମୁଁ ଏକ ସୁଡ଼ଙ୍ଗ ତିଆରି କରିପାରିବି ବାହାରକୁ। ବିଗ୍ରହ ନିର୍ମାଣ ଅପେକ୍ଷା ମୋର ଏଠାରୁ ଅନ୍ତର୍ଧ୍ୟାନ ହେବା ଅଧିକ ଆବଶ୍ୟକ। ବାଲୁକା ଉପରେ ନିର୍ମିତ ଏହି ଭବନରୁ ବାହାରକୁ ସୁଡ଼ଙ୍ଗ ନିର୍ମାଣ କରିବା କଠିନ ହେବ ନାହିଁ। ଗୁଣ୍ଡିଚାଙ୍କ ମନରେ ମୋ ପ୍ରତି ଜାତ ହୋଇଥିବା ମମତା ମୋର ଏଠାରେ କାର୍ଯ୍ୟକାଳର ସମୟ କମାଇବା ସୁନିଶ୍ଚିତ। ତେଣୁ ପୁରା ଦମ୍ରେ ଲାଗିଥିଲି ସୁଡ଼ଙ୍ଗ ନିର୍ମାଣରେ। ନିଜ ଅନ୍ତର ଅନୁଭବ ହିଁ ଜଣକୁ କରେ ଅନନ୍ତ। ମୁଁ ବି ଲାଗିଯାଇଥିଲି ମୋର ଏହି ବିଶ୍ୱକର୍ମା ଅବତାରର ଅନନ୍ତକୁ ସଜାଡ଼ିବାରେ। ଯାହା ହେଉ 10 ଦିନରେ ପ୍ରସ୍ତୁତ ହୋଇଗଲା ସୁଡ଼ଙ୍ଗ। ଏଥର ପାଳି ବ୍ରହ୍ମଦାରୁର। ଆଜି ଯାଏ ମୋ ହାତ ହତିଆର ଗଢ଼ିଛନ୍ତି କେତେ ଲଙ୍ଗଳ ଜୁଆଳି। ସେଗୁଡ଼ିକରେ କ'ଣ ନଥିଲା ବ୍ରହ୍ମସ୍ୱରୂପ ଜଗନ୍ନାଥଙ୍କ ସ୍ଥିତି? ଏହି କାଷ୍ଠଖଣ୍ଡ ମଧ୍ୟରେ ଅଛି ସଂସାରର ସବୁ କିଛିର ସ୍ଥିତି। ଖାଲି ଖୋଜି ଖୋଜି ବାହାର କରିପାରିଲେ ହେଲା। କିନ୍ତୁ ସବୁ କିଛିକୁ ଜଗନ୍ନାଥ ବୋଲି କାହିଁକି କେହି ଗ୍ରହଣ କରିପାରୁନାହାନ୍ତି? ହେ କାଷ୍ଠଖଣ୍ଡ, ମୁଁ ତୁମ ଭିତରେ ଲୁଚି ରହିଥିବା ସୃଷ୍ଟିର ବୀଜକୁ ପ୍ରତୀକ ରୂପରେ ପ୍ରପୁଷ୍ଟିତ କରିବାକୁ ଚାହେଁ। ତୁମେ କ'ଣ ମୋତେ ସାହାଯ୍ୟ କରିବନି? ସ୍ରଷ୍ଟାର ପରିଚୟ ଲୁଚି ରହିଛି ଆମ ସମସ୍ତଙ୍କ ଭିତରେ। ଆମ ସଂସାରର ଚିତ୍ରିତ ବର୍ଣ୍ଣାଳୀର ସ୍ରଷ୍ଟା କ'ଣ ଆମେ ନିଜେ ନୁହଁ? ଜନ୍ମ ପରର ପ୍ରଥମ ନିଶ୍ୱାସରୁ ଗୋଟିଏ ଶିଶୁ ମାନସ ପଟ୍ଟରେ ଆରମ୍ଭ ହୋଇଯାଏ ସ୍ରଷ୍ଟାର ସୃଜନିକାର ପରିପ୍ରକାଶ। ତା ଜୀବନର ସବୁଠାରୁ ବଡ଼ ସୃଜନ ହୁଏ ସର୍ବନିୟନ୍ତା ଜଗନ୍ନାଥ ସ୍ୱରୂପର ପରିକଳ୍ପନା। ଏହାକୁ ସେ ନିଜ ଅନୁଯାୟୀ ନାମ ଓ ରୂପ ଦିଏ। ଏସବୁ ଭିତରେ ସେ ଭୁଲିଯାଏ
ନିଜ ଭିତରର ସ୍ରଷ୍ଟାକୁ। ହେ ନିର୍ଜୀବ ଭିତରେ ସଜୀବ କାଷ୍ଠଖଣ୍ଡ, ଚାଲ ତୁମେ ଆଉ ମୁଁ ସଂସାରକୁ ଏପରି ଏକ ପ୍ରତୀକ ଦେବା ଯାହା ସମସ୍ତଙ୍କୁ ମନେ ପକାଇ ଦେବ ସେମାନଙ୍କ ଜୀବନର ପ୍ରଥମ ସୃଷ୍ଟିର ପରିକଳ୍ପନାକୁ। ହୁଏତ ଏହା ସେମାନଙ୍କ ଅବଚେତନ ମନର ଆଢ଼ୁଆଳରେ ଲୁଚି ରହିଥିବା ଚିରଜାଗ୍ରତ ସ୍ରଷ୍ଟାର ଅନୁଭୂତିର ନିକଟତର କରିବ। ଜାଣିଛ କାଷ୍ଠଖଣ୍ଡ, ମଣିଷ ଶିଶୁ ଥରେ ଖଡ଼ି ଧରିଲା ପରେ ପ୍ରଥମେ କ'ଣ ଆଙ୍କେ? ବେଳେବେଳେ ବାଲିରେ କାଠି ଖଣ୍ଡେ ଧରି ବା ଆଙ୍ଗୁଳିରେ ସେ ଆଙ୍କିବାକୁ ଚେଷ୍ଟା କରେ ନିଜ ପ୍ରତିଛବି। ଖୁବ୍ ସହଜରେ ସେ ଆଙ୍କି ପକାଏ ଏହାକୁ। କେତୋଟି ଗୋଲାକାର ଓ ଚନ୍ଦ୍ରରେଖାର ସମଷ୍ଟିକୁ ସେ ନିଜ ମନର ତୁଳିକାରେ ପରିବର୍ତ୍ତିତ କରିଦିଏ ସଂସାରର ସବୁଠାରୁ ଶ୍ରେଷ୍ଠ ସୃଷ୍ଟି ମାନବ ରୂପରେ। ଏହି ରେଖାଚିତ୍ର ତା ପାଇଁ ମଣିଷ, ଦେବତା ଓ ଦରକାର ପଡ଼ିଲେ ସବୁକିଛି। ଧ୍ୟାନର ପରାବସ୍ଥା ନିଜ ମଧ୍ୟରେ ଥିବା ଆନନ୍ଦମୟ ଶାନ୍ତ କୃଷ୍ଣ ଗହ୍ୱରକୁ ଆକର୍ଷିତ କରି ନେଉଥିବା ଶୁଭ୍ର ଆଭାମଣ୍ଡଳ ହୁଏତ ସବୁ ଶିଶୁମାନଙ୍କ ଅବଚେତନକୁ ପ୍ରେରିତ କରେ ଗୋଲ ଗୋଲ ଆଖି ଆଙ୍କିବାକୁ। ନିଜର ବିକାରଶୂନ୍ୟ ଆନନ୍ଦାବସ୍ଥାକୁ ସେ ପରିପ୍ରକାଶ କରେ ଚନ୍ଦ୍ରାକାର ରେଖା ଦ୍ୱାରା ସଦା ହର୍ଷିତ ଅଧର ଅଙ୍କନ କରି। ମୁଁ ପୁଣି ଥରେ ନିଜ ସ୍ରଷ୍ଟା ଭାବକୁ ଭୁଲି ଯାଇଥିବା ମଣିଷକୁ ମନେ ପକାଇ ଦେବି ତାର ପ୍ରଥମ ସୃଷ୍ଟିକୁ। ଏଥିରେ ସନ୍ତୁଷ୍ଟ ନ ହୋଇ ଏହାର ସୃଷ୍ଟିକୁ ଖୋଜିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଟି ଏହିଥିରୁ ହିଁ ପାଇବ ଚିରନ୍ତନ ସ୍ୱରୂପ ଜଗନ୍ନାଥଙ୍କ ସ୍ରଷ୍ଟା ଭାବର ଆଭାସ। ମନ ଇଚ୍ଛା କାଟି ଚାଲିଲି କରତରେ, ବାରିଶିରେ ଛେଲି ଚାଲିଲି ବଟାଳି, ମୁଗୁର ଓ ନିହାଣ ଠକ୍ ଠକର ନିର୍ଘୋଷରେ ମୁଁ ଅନୁଭବ କଲି ସୃଷ୍ଟି ଓ ସ୍ରଷ୍ଟାର ଛନ୍ଦକୁ। ଗଠନ କରିବାର ସବୁ ଇଚ୍ଛାକୁ ଜଳାଞ୍ଜଳି ଦେଇ ମୁଁ ବୁଡ଼ିଗଲି ସୃଜନର ଅକାଳ ଗର୍ଭରେ। ଗୋଟିଏ ଗଢ଼ିବାକୁ ଚିନ୍ତା କରିଥିଲି, ହେଲେ ନିର୍ମିତ ହେଲେ 3ଟି ବିଗ୍ରହ। ଆହୁରି ବଳି ପଡ଼ିଲା ଏକ ଦଣ୍ଡାକାର କାଷ୍ଠଖଣ୍ଡ। ଏହାକୁ ସେହିଭଳି ଛାଡ଼ିଦେବାକୁ ଚିନ୍ତା କଲି। ମନେ ପଡ଼ିଗଲା ଶିଶୁର ପ୍ରଥମ ସୃଜନ ଅଟେ ଏକ ସରଳ ରେଖା। କିଛି ବି ସମ୍ପୂର୍ଣ୍ଣ କଲିନି। ହାତ ତିଆରି କଲି, ହେଲେ ପାପୁଲି ଓ ଆଙ୍ଗୁଳି କଲିନି। ଗୋଡ଼ କଥା ଭୁଲିଗଲି। ମୋର ଏ ବିଗ୍ରହ ଶୂନ୍ୟତାର ପ୍ରତୀକ। ତେଣୁ ଏହା ମଣିଷ ଦେହର ପ୍ରତୀକ ହେବ କାହିଁକି? ମଣିଷ ମାନସର ଜଗନ୍ନାଥ ଓ ଶ୍ୱାନ ମାନସର ଜଗନ୍ନାଥ ନିଶ୍ଚିତ ଭାବରେ ଅଲଗା। ମୋ ବିଗ୍ରହର ଶୂନ୍ୟତାରେ ନିଜକୁ ଯୋଗ କଲେ ଦର୍ଶକ ନିଶ୍ଚିତ ଭାବରେ ଅନୁଭବ କରିବ ନିଜର ଅନ୍ତରାତ୍ମାର ପୂର୍ଣ୍ଣତା। ଯଜ୍ଞବେଦୀ ଉପରେ ଥୋଇଲି ଚତୁର୍ଥ ମୂର୍ତ୍ତିଙ୍କୁ। ଦିକି ଦିକି ହୋଇ ଜଳୁଥିବା ଦୀପର ଆଲୋକରେ ଚକ୍ ଚକ୍ ହେଉଥିଲା ଚକାଚକା ଆଖି। ଅର୍ଦ୍ଧଚନ୍ଦ୍ରାକାର ରଙ୍ଗ ଆଧାର ଯେପରି ସ୍ମିତ ହାସ୍ୟର ସହ ପ୍ରଶଂସା କରୁଥିଲା ମୋ ପ୍ରଚେଷ୍ଟାକୁ। ଜଗନ୍ନାଥଙ୍କ ସହ ଏହି ଚତୁର୍ଥ ବିଗ୍ରହକୁ ପ୍ରଥମ ପ୍ରଣିପାତ କରିବାକୁ ଚେଷ୍ଟା କଲି। ହେଲେ ଏ କ'ଣ ମୁଁ ଅନୁଭବ କରୁଛି? ମୋ ମୁଣ୍ଡ କେବଳ ନଇଁ ଯାଉଛି ମୋ ନିଜ ଭିତରର ସ୍ରଷ୍ଟା ଆଗରେ। ଜାଣିଲି ମୋ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଉ ଏଠାରେ ରହିବା ସମୀଚୀନ ନୁହେଁ। ନିଜ ହାତ ହତିଆର ଗୋଟାଇଲି। ଚଟାଣର ପ୍ରସ୍ତର ଖଣ୍ଡ ହଟାଇ ପ୍ରବେଶ କଲି ସୁଡ଼ଙ୍ଗରେ। ସୁଡ଼ଙ୍ଗରେ ପ୍ରବେଶ କଲା ପରେ ପ୍ରସ୍ତର ଖଣ୍ଡଟିକୁ ଖୁବ୍ ସୁଦୃଢ଼ କରି ଲଗାଇଦେଲି ତା ସ୍ଥାନରେ। ଆଗକୁ ଆଗେଇବା ସହ ସୁଡ଼ଙ୍ଗଟିକୁ ପୋତି ଚାଲିଲି। ସୁଡ଼ଙ୍ଗର ଅନ୍ଧକାର ରାତ୍ରିର ଅନ୍ଧକାରରେ ବୁଡ଼ି ରହିଥିବା ବାଲୁକା ପ୍ରାନ୍ତରରେ ପାଦ ଥାପିଲି। ଦୌଡ଼ିଲି ଆଗକୁ, ଲମ୍ପ ଦେଲି ସାଗର ଜଳରେ। ଅନୁଭବ କଲି ତାହାର ବିରାଟତାର ସ୍ନିଗ୍ଧତା। ଯେଉଁ ବାରିଶିରେ ଖୋଜି ବାହାର କରିଥିଲି କାଷ୍ଠଖଣ୍ଡ ମଧ୍ୟରୁ ଜଗନ୍ନାଥଙ୍କୁ, ସେଇଥିରେ କାଟି ଚାଲିଲି ମୋ ଲମ୍ବିତ କେଶ ଓ ଶ୍ମଶ୍ରୁ। ମୋ ଭିତରୁ ପୁଣି ଥରେ ଜନ୍ମ ନେଲା ମୋର ଏକ ନୂତନ ପରିଚୟ। ଏଥର ମୁଁ ଜଗତ ସହ ମୋ ସୃଷ୍ଟ ଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ନିଜ ମନକୁ ବୁଝାଇଲି। ଏହି ନୂତନ ରୂପରେ ମନ୍ଦିର ପାଖରେ ପହଞ୍ଚିଲା ବେଳକୁ ସେଠାରେ ଲୋକାରଣ୍ୟ। ଯଜ୍ଞବେଦୀ ପ୍ରକୋଷ୍ଠ ଆଗରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ
ଓ ରାଣୀ ଗୁଣ୍ଡିଚାଙ୍କ ମଧ୍ୟରେ ଚାଲିଛି ଉଜଭାଜ। 14 ଦିନ ହେଲାଣି ବୃଦ୍ଧ ଜଣକ ଅନ୍ନ ଜଳ ବିନା ଏଠାରେ ବନ୍ଦ ହୋଇ ଅଛନ୍ତି। କାଲି ରାତିରୁ ଠକ୍ ଠକ୍ ଶବ୍ଦ ବି ବନ୍ଦ ହୋଇଯାଇଛି। ମୋ ମନକୁ ପାପ ଛୁଉଁଛି। ଆମେ ତାଙ୍କର ମୃତ୍ୟୁର କାରଣ ହେବା ନାହିଁ। ବିଗ୍ରହ ଯାହା ହେଉଛି ହେଉ, ଦ୍ୱାର ଖୋଲି ବୃଦ୍ଧଙ୍କୁ ଉଦ୍ଧାର କର, ବାଧ୍ୟ କରୁଥିଲେ ରାଣୀ ଗୁଣ୍ଡିଚା। ଥ ଥ ମ ମ ହୋଇ ରାଜା ରାଜି ହେଲେ। ଯୌମୁଦ ଭାଙ୍ଗି କବାଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ। ଅନୁଚରମାନେ ସଙ୍ଗେ ସଙ୍ଗେ ଆଦେଶ ମାନିଲେ। ଖୋଲି ଦିଆଗଲା ଯଜ୍ଞବେଦୀର କବାଟ। ଅନ୍ଧାରୀ ପ୍ରକୋଷ୍ଠର ଅନ୍ତରାଳକୁ ଭେଦି ମୋ ନିର୍ମିତ ଚତୁର୍ଦ୍ଧା ମୂର୍ତ୍ତି ଉପରେ ବିଛୁରିତ ହେଲା ସୂର୍ଯ୍ୟାଲୋକ। ରାଣୀ ଗୁଣ୍ଡିଚା ଓ ଅନୁଚରମାନେ ଖୋଜୁଛନ୍ତି ମୋତେ, ହେଲେ ମୁଁ ତ ସମସ୍ତଙ୍କ ସମ୍ମୁଖରେ। ବଦଳି ଯାଇଛି ମୋ ପରିଚୟ। ଏମାନେ ନଶ୍ୱର ଖୋଳପାକୁ ପରିଚୟ ବୋଲି ଗ୍ରହଣ କରନ୍ତି। ତେଣୁ ହାତ ପାହାନ୍ତାରେ ଥିଲେ ମଧ୍ୟ ସତ୍ୟର ସ୍ୱରୂପକୁ ଏମାନେ ଚିହ୍ନିବେ କିପରି? ଏମାନଙ୍କ ପାଇଁ ମୋ ଅନ୍ତର୍ଦ୍ଧାନ ହୋଇଯିବା ଆଉ ଏକ ଅଲୌକିକତା। କାହା ପାଟିରୁ ଶବ୍ଦ ସ୍ଫୁରୁନି। ସମସ୍ତେ ମୋ ଦ୍ୱାରା ନିର୍ମିତ ଚତୁର୍ଦ୍ଧା ରୂପକଳ୍ପ ଦ୍ୱାରା ସ୍ତବ୍ଧ। ରାଜା ଚିତ୍କାର କରି ବିଳାପ କଲେ। ମୋ ଭୁଲ ଯୋଗୁଁ ଜଗନ୍ନାଥ ଅଧାଗଢ଼ା ହୋଇ ରହିଗଲେ। ତାଙ୍କୁ ସାନ୍ତ୍ୱନା ଦେଇ ପଣ୍ଡିତ ପ୍ରବର ବିଦ୍ୟାପତି କହୁଛନ୍ତି, ନା ମହାରାଜ, ଆପଣ ବୁଝିପାରୁନାହାନ୍ତି। ନିଜର ଭକ୍ତିପୂତ ନୟନରେ ଦେଖନ୍ତୁ, ଆପଣ ଦେଖିପାରିବେ। ଏହା ହେଉଛି ବ୍ରହ୍ମା, ବିଷ୍ଣୁ, ମହେଶ ଓ ଚକ୍ରଶ୍ରେଷ୍ଠ ସୁଦର୍ଶନଙ୍କର ଦଣ୍ଡ ସ୍ୱରୂପର ପ୍ରତିକୃତି। ଏହାକୁ ନିର୍ମାଣ କରିବା ପାଇଁ ନିଶ୍ଚୟ ଦେବଶିଳ୍ପୀ ବିଶ୍ୱକର୍ମା ଆସିଥିଲେ। ନହେଲେ ଅନ୍ୟ କାହା ଦ୍ୱାରା ଏପରି ରୂପକଳ୍ପ କଳ୍ପନା କରିବା ଅସମ୍ଭବ। ପାଖରେ ଠିଆ ହୋଇଥିବା ଜଣେ କୃଷ୍ଣ ଭକ୍ତ ଅମାତ୍ୟ ନିଜ ବନ୍ଧୁଙ୍କୁ କହିଲେ, ମୁଁ ତ ଏଠି ଦର୍ଶନ କରୁଛି କୃଷ୍ଣ, ବଳରାମ ଓ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ। ଯୋଗୀଶ୍ରେଷ୍ଠ ବରାହଗିରି ବି ପହଞ୍ଚିଥିଲେ ସେଠାରେ। ସେ ନିଜ ଶିଷ୍ୟମାନଙ୍କୁ ବୁଝାଇଥିଲେ, ଭଲ କରି ଦେଖ, ଏହା ଜୀବ, ଆତ୍ମା, ପରମାତ୍ମା ଓ ଏହାକୁ ସଂଯୁକ୍ତ କରି ରଖୁଥିବା ଶୁଶ୍ରୂଷାର ପ୍ରତୀକ। କାହା କାହାକୁ ବିଗ୍ରହଗୁଡ଼ିକ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଭଳି ଦେଖାଯାଉଥିଲେ। ବିଗ୍ରହଗୁଡ଼ିକ ନିଜ ମାନସର ରଙ୍ଗରେ ଚିତ୍ରିତ କରିବା ପାଇଁ ଆରମ୍ଭ ହୋଇଯାଇଛି କୋଳାହଳ। ମୁଁ କିନ୍ତୁ ଏ କୋଳାହଳ ଦ୍ୱାରା ଆନ୍ଦୋଳିତ ହେଉନାହିଁ, କାରଣ ମୁଁ ଏଥିରେ ଶୂନ୍ୟତା ଓ ପୂର୍ଣ୍ଣତାକୁ ଏକ ସାଙ୍ଗରେ ଅନୁଭବ କରୁଛି। କାହା ସହିତ କଥାବାର୍ତ୍ତା ହେବାକୁ ଇଚ୍ଛା ନଥିଲା। ଏଥର ମୋତେ ହଜିଯିବାକୁ ହେବ। ବୁଲିଲି ପଛକୁ। ହଠାତ୍ ଦେଖିଲି 3-4 ବର୍ଷର ଏକ ବାଳୁତବି ଏକ ଲୟରେ ଚାହିଁଛି ମୋ ନିର୍ମିତ ବିଗ୍ରହକୁ। ଧୀର ସ୍ୱରରେ ପଚାରିଲି, କ'ଣ ଦେଖୁଛ? ମୁଁ ବି ଏଇଭଳିଆ ତିଆରି କରିପାରିବି? ସେ ଉତ୍ତର ଦେଲା। ପୁଣି ଏକ ଲୟରେ ଚାହିଁ ରହିଲା ବିଗ୍ରହକୁ। ମୋତେ ଲାଗିଲା ମୋ ପରିଶ୍ରମ ସାକାର ହୋଇଛି। ମୁଁ ଫେରିଲି ପଛକୁ। ହଜାର ହଜାର ଲୋକଙ୍କ ଜନସମୁଦ୍ର ଆଗେଇ ଚାଲିଥିଲା ମନ୍ଦିର ଆଡ଼େ, ମୋ ନିର୍ମିତ ଜଗନ୍ନାଥଙ୍କ ପ୍ରଥମ ଦର୍ଶନ ପାଇଁ। ମୁଁ କିନ୍ତୁ ଅନୁଭବ କରୁଥିଲି ଜଗତ କୋଳରେ ଜଗନ୍ନାଥଙ୍କ ଆଲିଙ୍ଗନ।